କାହାଣୀ ଅବରଗରା କଥା, ମାୟାବତୀ କଥା। ପରିବ୍ରାଜକ ତୀର୍ଥ ଭ୍ରମଣକାରୀ ପଣ୍ଡିତଙ୍କ ସହିତ ଯୁବକ ଅବଲକରା ଆନନ୍ଦରେ ସମସ୍ତ ଗଣ୍ଠିଲି ଭାର କରି ସମସ୍ତ ଖରା ବର୍ଷା ଭୁଲି ଚାଲିଥାଏ। ଓଡ଼ିଶା ସୀମା ବାହାରେ ଏକ ବନ ପର୍ବତ ପରିବେଷ୍ଟିତ ସୁଦୀର୍ଘ ପୁଷ୍କରିଣୀ ବନ ମଧ୍ୟରେ ଦେଖି ସେଦିନ ପଣ୍ଡିତେ ସେହିଠାରେ ରହିବାକୁ ସ୍ଥିର କଲେ। ଏକ ପଥର ନିର୍ମିତ ଛୋଟ ପାନ୍ଥ ନିବାସ ମଧ୍ୟ ଦେଖିଲେ। ଜନମାନବ ଶୂନ୍ୟ ସ୍ଥାନ। ପଣ୍ଡିତେ କଣ ବିଚାର କରି ଛତା ବାଡ଼ି ଓ ପୂଜା କୋଥଳି ପଥର ମୁଣ୍ଡିଆ ଉପରେ ଥୋଇ ଅବଲକରାକୁ କହିଲେ, ରହ ବାପ ଧନ କାଟିବା ରାତି, ପାନ୍ଥଶାଳା ଏଠି ରହନ୍ତି ଯାତ୍ରୀ। ଅବଲକରା ଜାଗାଟିକୁ ଦେଖି ଖୁବ୍ ଖୁସି ମଧ୍ୟ ହେଲା। କାରଣ ଛାଉଣି ଟାଣି ଛତା ପୋତିବାକୁ ହେଲା ନାହିଁ। ପାନ୍ଥଶାଳାର ଭିତରେ ଚିକ୍କଣ କଲାପଥରକୁ ଝାଡ଼ିଦେଲେ ଗଣ୍ଡିଲି ପତ୍ର ରଖିଲା। ଶୋଇବାକୁ ଆଜି ବେଶ୍ ଆରାମ ହେବ। ପଣ୍ଡିତେ ପଇସା ଦେଇ ପଠାଇଲେ ଡାଲି ଚାଉଳ ଆଣିବାକୁ। ଅବଲକରା ଚାଲିଗଲା ପ୍ରାୟ ସନ୍ଧ୍ୟା ପୂର୍ବରୁ। ଫେରିଲା ବେଳେ ଦେଖିଲା ସେହି ବିରାଟ ପୋଖରୀ ଦକ୍ଷିଣ ପଟିରେ ଶଙ୍ଖ ମଲମଲ ପଥର ତୁଠ ରହିଛି। ପାଖରେ ବହୁତ ଫୁଲ ଗଛ। ମଝିରେ ଗୋଟିଏ ସୁନ୍ଦର ନାରୀ ମୂର୍ତ୍ତି ମାର୍ବଲ ପଥରରେ ସାକ୍ଷାତ ନବଯୁବା ଉଲଗ୍ନ ହୋଇ ଠିଆ ହୋଇ ରହିଛି। ଅପୂର୍ବ ରୂପ ଯୌବନ ପାଦ ପାଖରେ ଲେଖା ହୋଇଛି, ଛୁଇଁବାକୁ ମନା ବିପଦ, ନାରୀଣାଂ ମାୟା ବିନିଶ୍ଚୟ, ସ୍ୱର୍ଗଲୋକେ ଅଗୋଚର। ଅବଲକରା ମୂର୍ତ୍ତିକୁ ଦେଖି ଆଉ ଲେଖାଟା ପଢ଼ିବା ମାତ୍ରେ ତାର ମୁଣ୍ଡ ଗୋଳମାଳ ହୋଇଗଲା। ଘଟଣାଟା କଣ ଜାଣିବାକୁ ବ୍ୟଗ୍ର ହୋଇ ଉଠିଲା। ଆଉ କାହାରିକୁ ନ ପାଇ ଅଣନିଶ୍ୱାସୀ ହୋଇ ପଣ୍ଡିତଙ୍କ ପାଖରେ ଚାଉଳ ଡାଲି ଗଣ୍ଠିଲି ଥୋଇ କହିଲା, ହେ ଗୋସାଇଁ ସାଆନ୍ତ, ମୁଁ ଅପୂର୍ବ ମାଇପି ମୂର୍ତ୍ତିଟିଏ ଏଇ ପୋଖରୀ ସେପାଖ ତୁଠରେ ଦେଖିଲି। ଛୁଇଁବାକୁ ମନା। ଆଉ ଯାହା ଲେଖା ଅଛି ତାହାର କାରଣ କଣ? ଆଗ ମୋତେ କୁହ। ନ କହିଲେ ଗୋସାଇଁ ତମ ଗଣ୍ଠିଲି ତମେ ସମ୍ଭାଳ, ମୁଁ ବାଟ ଧରିବି। ପଣ୍ଡିତେ ବୁଝିଲେ ଅବଲକରା ମୁଣ୍ଡ ଗୋଳମାଳ ହୋଇଗଲାଣି। ସେ ମଧୁର କଣ୍ଠରେ କହିଲେ, ବାବୁରେ, ସେ ତ ବହୁତ ମଜା କଥା। ଏତେ ଶୀଘ୍ର କଣ ଶୁଣିପାରିବୁ? ସନ୍ଧ୍ୟା ହେଲାଣି, ନିତ୍ୟକର୍ମ ସାରି ରୋଷାଇ ବସାଇ କଥା ହେବା। ଅବଲକରା କହିଲା, ଦେଖ ଗୋସାଇଁ, ମୋତେ ଯଦି ଠକିବ ନା, ତେବେ ସକାଳୁ ମୋ ବାଟ ଧରିବି କହୁଛି। ପଣ୍ଡିତଙ୍କ ମିଠା କଥାରେ ଅବଲକରାକୁ ସନ୍ତୋଷ କରି ନିତ୍ୟକର୍ମ ସାରି ରୋଷେଇ ବସାଇ କହିଲେ, ପକା କମଳ ଅବଲକରା, ଶୁଣିବୁ କାଲାଣି ଅମୃତଝରା। ଅବଲକରା କମଳ ପକାଇ ବସିବାକୁ ଜାଗା କରି ନିଜେ ଚକା ମାଡ଼ି ବସି ପଡ଼ିଲାରୁ ପଣ୍ଡିତେ କହିଲେ, ଏଠାରେ ପାହାଡ଼ପୁର ନାମରେ ଏକ ରାଜ୍ୟ ବସତି ବହୁ ପୂର୍ବେ ଥିଲା। ରାଜା ପ୍ରତାପ ସେନ ଏଠାରେ ରାଜୁତି କରୁଥିଲେ। ଆଉ ପଥିକମାନଙ୍କ ଲାଗି ଏହି ପୁଷ୍କରିଣୀ ଓ ପାନ୍ଥ ନିବାସ ମାନ ତିଆରି କରିଥିଲେ। ସେହି ପ୍ରତାପ ସେନ ଯେତେବେଳେ ଭାରତ ଭ୍ରମଣକୁ ଗଲେ, ସେ ମଣିପୁରର ଏକ ଅପୂର୍ବ ରାଜକନ୍ୟାକୁ ଦେଖି ମୋହିତ ହୋଇଥିଲେ। କାରଣ ସେପରି ସୁନ୍ଦରୀ କନ୍ୟା ସେ କେବେ ଦେଖିନଥିଲେ। ରାଜା ପ୍ରତାପ ସେନ ସେହି କନ୍ୟାକୁ ବିବାହ ହେବାକୁ ମନ କଲେ। କନ୍ୟାର ନାମ ଥିଲା ମାୟାବତୀ। ସତରେ ସେ ଗୋଟିଏ ମାୟା। ଯେକୌଣସି ଲୋକଙ୍କୁ ସେ କଥାରେ ରୂପରେ ଭୁଲାଇ ପାରେ। ସେ ମଧ୍ୟ କିଛି ଦେବୀ ମାୟା ଶିଖିଥିଲା। ଏଣୁ ଯେକୌଣସି ପୁରୁଷକୁ ଲୋଭ କରେ ତାକୁ ପକ୍ଷୀ କରି ରଖି ନେଇପାରେ। ରାତିରେ ତାର ଅନ୍ତଃପୁରରେ ତାକୁ ନେଇ ରତି ସୁଖ କରେ। ସକାଳ ହେଲାରୁ ସେହି ପୁରୁଷକୁ ମାରିଦିଏ। ଏହିପରି ବହୁ ପୁରୁଷ ତାକୁ ପାଇଛନ୍ତି ଓ ମରିଛନ୍ତି। ଏହାର କାରଣ ଥିଲା, ଗୋଟିଏ ମାୟା ରାକ୍ଷସ ତା ପାଖକୁ ପ୍ରତିଦିନ ରାତି ପାହାନ୍ତରେ ଆସେ। ସେ ମଧ୍ୟ ସମ୍ଭୋଗ କରେ। ଯେତେ ଲୁଚାଇ ରଖିଥିଲେ ବି ସେ ପରପୁରୁଷକୁ ଜାଣିପାରି ମାରିଦିଏ। ମାୟାବତୀ ଓ କାମଶୀଳା। ସେ ନୀତି ନୂଆ ନୂଆ ପୁରୁଷ ନ ପାଇଲେ ଅସ୍ଥିର ହୋଇ ଉଠେ। ଏଣୁକରି ତାର ବାହାଘର ହୋଇପାରୁନଥିଲା। ଲୋକେ ତା ପାଖକୁ ଯିବାକୁ ଭୟ କରୁଥିଲେ। ରାଜା ପ୍ରତାପ ସେନ ସେତେବେଳେ ସେଠାରେ ପହଞ୍ଚିଲେ। ଲୋକଙ୍କୁ ପଚାରି ସବୁ କଥା ବୁଝିନେଲେ। ମାୟାବତୀ ମାୟାରେ
ସେ ମୋହିତ ହେଲେ। ମାୟାବତୀ ତାର ଷୋଡ଼ଶୀ ସଖୀମାନଙ୍କୁ ନେଇ ଉଲଗ୍ନ ନୃତ୍ୟ କରି ମୋହିତ କଲା। ରାଜା ତା ରୂପରେ ମୋହ ହୋଇ ଖେଳ କୌତୁକ କରିଲେ। ମାୟାବତୀ ହାଲିଆ ହୋଇ ଶୋଇପଡ଼ିବାରୁ ରାଜା ପ୍ରାଣ ଭୟରେ ସେଠାରୁ ପଳାଇ ଯାଇ କେମିତି ନିଜେ ବଞ୍ଚିବେ ଓ ମାୟାବତୀକୁ ସବୁଦିନ ଆପଣାର କରିନେବେ, ସେହି ଚିନ୍ତାରେ ବୁଲି ବୁଲି ଜଣେ ଋଷିଙ୍କ ପାଖରେ ପହଞ୍ଚି ଦୁଃଖ ଜଣାଇଲେ। ସେ ଋଷି ରାଜାଙ୍କୁ ଏକ ମହାକାଳ କବଚ ଦେଇ କହିଲେ, ଏବେ ଯାଅ ରାଜା, ତମକୁ ଦେଖିଲେ ମାୟା ରାକ୍ଷସ ଭୟରେ ପଳାଇଯିବ। ହେଲେ ନାରୀଣାଂ ମାୟାବିନୀଶ୍ଚ ସ୍ୱର୍ଗଲୋକେ ଅଗୋଚର। ନାରୀ ମାତ୍ରକେ ମାୟାବିନୀ। ସୁନ୍ଦରୀ ଝିଅ କାମଶୀଳା। ନାରୀଙ୍କ କଥା ଦେବତାଙ୍କୁ ମଧ୍ୟ ଅଗୋଚର। ଏଣୁ ସାବଧାନ ରହିବ। ଆଉ କବଚ ବଳରେ ତୁମର ଅନିଷ୍ଟ ହେବ ନାହିଁ। ତୁମେ ସବୁ କଥା ଜାଣିପାରିବ। ରାଜା ପ୍ରତାପ ସେନ ଏଥର ମନଖୁସିରେ ମାୟାବତୀ ପାଖରେ ପହଞ୍ଚିଲେ। ପ୍ରତାପ ସେନ ମରିନାହାନ୍ତି ଦେଖି ମାୟାବତୀ ବହୁତ ଖୁସି ହୋଇ ଉଲଗ୍ନ ହୋଇ ନୃତ୍ୟ କରିବାକୁ ଲାଗିଲା। ତାର ରୂପ ଯୌବନର ଅପୂର୍ବ ଶୋଭାରେ ମୋହ ହୋଇ ରାଜା ରତିକ୍ରୀଡ଼ା କରି ପ୍ରାୟ ପାହାନ୍ତା ପ୍ରହର ହେଲା ଏକ ବିକଟାଳ ଅସୁର ପହଞ୍ଚି ରାଗରେ ରଡ଼ି ଛାଡ଼ି ରାଜାଙ୍କୁ ଚିପି ଧରି ମାରିଦେବାକୁ ହାତ ବଢ଼ାଇବାରୁ ରାଜା ତାଙ୍କୁ ମହାକାଳ ରୁଦ୍ର ପରି ଦେଖାଗଲେ। ତହୁଁ ସେ ପ୍ରାଣ ବିକଳରେ ସେଠାରୁ ଛାଡ଼ି ପଳାଇଗଲା। ଏକଥା ଦେଖି ମାୟାବତୀ ଭୟ କରିଗଲା। ରାଜାଙ୍କୁ ଆଉ ବହୁତ ଭଲ ପାଇ ବିଭା ହେଲା। ମାୟା କରି ଆଉ ରାଜ୍ୟକୁ ଛାଡ଼ିଲା ନାହିଁ। ରାଜା ସବୁ ଭୁଲି ସୁନ୍ଦରୀ ମୋହିନୀ ମାୟାବତୀ ପାଖରେ ରହିଗଲେ। ମାୟାବତୀ ନିତି ନୂଆ ପୁରୁଷ ଭଲ ପାଏ। ସେ ରାଜାଙ୍କୁ ମାୟା କରି ସ୍ନାନ ବେଳେ ଓ ଭ୍ରମଣ ବେଳେ ଅନ୍ୟାନ୍ୟ ସୁନ୍ଦର ପୁରୁଷକୁ ମାୟା ଦ୍ୱାରା ଆକର୍ଷଣ କରି ସମ୍ଭୋଗ କରେ। ଏକଥା ଋଷି କବଚ ଦ୍ୱାରା ରାଜା ଜାଣିପାରନ୍ତି। ପୁଣି ମାୟାବତୀର ମାୟାରେ ଭୁଲି ଯାଆନ୍ତି। ଏବେ କ'ଣ ହୋଇଛି, ପାହାଡ଼ପୁର ରାଜ୍ୟରେ ବହୁତ ଦିନୁ ରାଜା ନଥିବାରୁ ରାଣୀ ପ୍ରଭାବତୀ ବ୍ୟସ୍ତ ହୋଇ ଦୂତ ପଠାଇ ଚାରିଆଡ଼େ ଖୋଜି ଶେଷରେ ମାୟାବତୀର ସନ୍ଧାନ ପାଇ ମନ୍ତ୍ରୀଙ୍କୁ ପଠାଇଲେ। ମନ୍ତ୍ରୀ ପ୍ରତାପ ସେନଙ୍କୁ ଦେଖା କରି ମାୟାବତୀ ସହ ରାଜ୍ୟକୁ ଫେରାଇ ଆଣିଲେ। ନିଜ ରାଜ୍ୟରେ ପହଞ୍ଚି ରାଜା କାର୍ଯ୍ୟରେ ବ୍ୟସ୍ତ ହେଲେ। ମାୟାବତୀ ମନ୍ତ୍ରୀ ପୁତ୍ର, ସେନାପତି, ସୈନିକ ଓ ରାଜ୍ୟର ସୁନ୍ଦର ସୁନ୍ଦର ଯୁବକମାନଙ୍କୁ ଆକର୍ଷଣ କରି ବିଳାସପୁରୀକୁ ନେଇ ନିଜେ ଉଲଗ୍ନ ହୋଇ ନିର୍ଭୟରେ ରତି ସୁଖରେ ମାତି ରହେ। ଏକଥା ଜାଣିପାରିଲେ ପାଟରାଣୀ ପ୍ରଭାବତୀ ରାଜାଙ୍କୁ କହିଲେ, ମାୟାବତୀ ଏକ ମାୟାଚଣ୍ଡୀ, ତାକୁ ତୁମେ ମାରିଦିଅ। ତାର ରୂପ ଲାଗି ଏ ରାଜ୍ୟଟା ନଷ୍ଟ ହୋଇଯିବ। ରାଜା ବହୁ ଚେଷ୍ଟା କରି ମାୟାବତୀର ଏହି କାମ ଭାବ କମାଇ ପାରିଲେ ନାହିଁ। ରାଣୀ ନିଜେ ମଧ୍ୟ ଶିବ ପୂଜା କରିବାକୁ ଲାଗିଥିଲେ ସ୍ୱାମୀ ଓ ରାଜ୍ୟର ସୁରକ୍ଷା ଲାଗି। ଦିନକର କଥା, ମାୟାବତୀ ରାଜାଙ୍କୁ ମାରିବାକୁ ନିଜେ ବହୁ ସୁନ୍ଦର ପୁରୁଷଙ୍କୁ ନେଇ ଉପଭୋଗ କରିବାକୁ ଚିନ୍ତା କରି ରାତ୍ରିରେ ଉଲଗ୍ନ ହୋଇ ରତିକ୍ରୀଡ଼ାରେ ରାଜାଙ୍କୁ ଅସ୍ଥିର କରି ତଣ୍ଟି ଚିପି ମାରିଲା ବେଳେ ସେଠାରେ ସତୀ ପ୍ରଭାବତୀଙ୍କ ଇଷ୍ଟଦେବ ସ୍ୱୟଂ କୈଳାସପତି ଶିବ ଉପସ୍ଥିତ ହୋଇ କ୍ରୋଧରେ ମାୟାବତୀକୁ ପାଷାଣ ମୁହିଁ କରିଦେଲେ। ରାତି ପାହିଲା ଏକଥା ସମସ୍ତେ ଜାଣିଲେ। ରାଜା ସବୁ କଥା ପ୍ରଭାବତୀଙ୍କୁ କହିଲେ। ତାଙ୍କର ମାୟାବତୀ ପ୍ରତି ଖୁବ୍ ସ୍ନେହ ଥିଲା। ଏଣୁ ସେ ସେହି ପଥର ମୂର୍ତ୍ତିକୁ ଆଣି ଏହି ପୁଷ୍କରିଣୀ ତଟରେ ସ୍ଥାପନ କରି ତାଙ୍କର ରୂପ ଯୌବନ ସମସ୍ତଙ୍କ ଦର୍ଶନ ନିମନ୍ତେ ସ୍ଥାପନ କଲେ। ମାୟାବତୀର ଦେହକୁ ଯିଏ ଛୁଇଁବ ତାର ପୂର୍ବ ମାୟା ବଳରେ ସେ ମୋହ ହୋଇ ପଥର ମୂର୍ତ୍ତିକୁ ଜୀବନ୍ତ ଭାବି ସମ୍ଭୋଗ ଲାଗି ଉଦ୍ୟତ ହେଲେ ପ୍ରାଣ ହରାଇବେ। ସେଥି ନିମନ୍ତେ ମାୟାବତୀର ମାୟାକୁ ସାବଧାନ। ଆଉ ଋଷିଙ୍କର ପୂର୍ବ ନିଃସୃତ ବାଣୀ ଦୁଇ ଧାଡ଼ି ସେହି ମୂର୍ତ୍ତି ତଳେ ଲେଖା ରହିଛି। ପରିବର୍ତ୍ତୀ କାଳରେ ନାରୀର ରୂପ ଯୌବନରେ ପୁରୁଷମାନେ ପାଗଳ ନ ହେବାକୁ ଏହି ସୂଚନା କାଳ କାଳକୁ ରହିଛି। ପଣ୍ଡିତର କଥାରେ ସନ୍ତୋଷ ହୋଇ ଅବଲକରା ତାଙ୍କ ଦୁଇ ପାଦକୁ ଆଉଁସି ଚିପି ଦେଇ ଆନନ୍ଦରେ କହିଲା, ତମେ ଆପଣା ଠିକଣା ପଣ୍ଡିତେ ଗୋସାଇଁ, ମୋ ଜୀବନଟା ସାର୍ଥକ ହେଲା ଜାଣ। ଭୋକରେ ପେଟ ଗଁ ଗଁ ହେଲାଣି, ବାଢ଼ିବା ହୁଅନ୍ତୁ, ମୁଁ ସଜାଡ଼ି ଦେଉଛି। ପଣ୍ଡିତେ ହସିଦେଇ ଖାଇବାକୁ ଦେଇ ନିଜେ ଖାଇଲେ। ଅବଲକରା ତାଙ୍କ ଦେହ ହାତ ଚିପି ଶୋଇପଡ଼ିଲା ଆନନ୍ଦରେ।
ଅବୋଲ କରା ମୋ ନାହାନ୍ତି କେହି, ଭାଗ୍ୟର ଦେବତା ପଣ୍ଡିତ ଏହି।